बंधुगण देखंतु ये वैकेंसी आपणकर आसीची पंजाब नेशनल बैंक तरफ वीडियो स्टार्टिंग रे ही मु आपनको कहया पई चाहिबी जदि आपण केवल +3 पास करिसंती केवल +3 पास एवं आपनको पीएनबी बैंक रे चाकरी करबार अछि निजर ब्लॉक रे ही गला किंबा निजर सब डिवीजन रे ही गला किंबा पाखो आपणकर जो भी टाउन आपणकर थिबो पीएनबी बैंक रे चाकरी करिया पई चाहुचंती ଏହା କେବଳ ଗୋଟିଏ ବର୍ଷ ପାଇଁ ଆପଣଙ୍କର ଅଟେ। ଏଥିରେ ଡାଇରେକ୍ଟଲି ଚାକିରି କହିବା ତ ଠିକ ହବନି। ଏଥିରେ ଆପଣଙ୍କୁ ଆପ୍ରେଣ୍ଟିସସିପ୍ ଆପଣଙ୍କୁ କରିବାର ଅଛି। ମାନେ ଆପଣ କହିପାରନ୍ତି ଗୋଟେ ଏକ୍ସପିରିଏନ୍ସ ଆପଣ ଗେନ୍ କରିବେ। ତ ଆପଣଙ୍କୁ ସେମାନେ ଫ୍ରିରେ ରଖିବେନି। ତା ବଦଳରେ ଆପଣଙ୍କୁ ଗୋଟିଏ ବର୍ଷ ଏଥିରେ ଆପଣମାନେ କାମ କରିପାରିବେ ଏବଂ ଗୋଟିଏ ବର୍ଷ କାମ କରିବା ଭିତରେ ଆପଣଙ୍କୁ ଦରମା କେତେ ମିଳିବ ନା 12,300 ଟଙ୍କା ଆପଣଙ୍କୁ ମିଳିବ ଯଦି ଆପଣ ଗ୍ରାମାଞ୍ଚଳରେ କିମ୍ବା ସେମି ଉର୍ବାନରେ ରହୁଛନ୍ତି। ମେଟ୍ରୋ ଏରିଆ ଯଦି ଆପଣ ଚାକିରି ପାଇଲେ ଆପଣଙ୍କୁ 15,000 ଟଙ୍କା ଲେଖାଏଁ ମିଳିବ ଗୋଟେ ବର୍ଷ ପର୍ଯ୍ୟନ୍ତ ହିଁ। ଦେଖନ୍ତୁ ଭିଡ଼ିଓର ଷ୍ଟାର୍ଟିଂରେ ହିଁ ବାରମ୍ବାର ଆପଣଙ୍କୁ ଜଣାଉଛି ଗୋଟିଏ ବର୍ଷ। ଆପଣ କହିବେ ସାର୍ ଗୋଟେ ବର୍ଷ ପରେ କ'ଣ ହବ? ଏ ବିଷୟରେ ମୁଁ ଆପଣଙ୍କୁ ଡିଟେଲ କହିବି। ତ ଯଦି ଆପଣ ଖାଲି +3 ପାସ୍ କରିଛନ୍ତି, କେବଳ +3 ପାସ୍, ନିଜ ପାଖ ଆପଣଙ୍କର ପିଏନବି ବ୍ୟାଙ୍କରେ ଚାକିରି କରିବା ପାଇଁ ଚାହୁଁଛନ୍ତି ଆଉ ଆପଣଙ୍କର ବୟସ 20 ବର୍ଷରୁ 28 ବର୍ଷ ଭିତରେ ଅଛି କିମ୍ବା ଏସଟି ଏସସି ଓବିସି ମାନଙ୍କର ସମସ୍ତଙ୍କର ଦେଖନ୍ତୁ 34 ବର୍ଷ ଆପଣଙ୍କର 34 ବର୍ଷ ଭିତରେ ଅଛି ଆପଣମାନେ ଆପ୍ଲାଏ କରିପାରିବେ। ତ ସମସ୍ତଙ୍କୁ ଲାଇକ୍ ଆଉ ସେୟାର କରିକି ଜଣାଇଦେବେ। ହୁଏତ ଆପଣଙ୍କର ନିଡ୍ ଥାଇ ନପାରେ କିନ୍ତୁ ଏମିତି ବି ଆପଣଙ୍କର ସାଙ୍ଗ ଥିବେ ଯେଉଁମାନଙ୍କର ନିଡ୍ ଥାଇପାରେ, ତ ତାଙ୍କୁ ଏଟଲିଷ୍ଟ ଜଣାଇ ଦିଅନ୍ତୁ ଯୋଉଦ୍ୱାରା କି ସେ ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ବନ୍ଧୁଗଣ ଦେଖନ୍ତୁ ୟାର ନୋଟିଫିକେସନ ଭିଡ଼ିଓର ଡେସ୍କ୍ରିପ୍ସନରେ ଆପଣଙ୍କୁ ୟାର ଲିଙ୍କ ଆପଣଙ୍କୁ ମିଳିଯିବ କିମ୍ବା ଆପଣ ସିମ୍ପଲି ପିଏନବିର ଅଫିସିଆଲ ୱେବସାଇଟକୁ ଆପଣ ଯିବେ। ଦେଖନ୍ତୁ ପିଏନବିର ଅଫିସିଆଲ ୱେବସାଇଟ ହେଉଛି pnb.bank.in। ଏଇଟା ହେଉଛି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଆପଣଙ୍କର ଅଫିସିଆଲ ୱେବସାଇଟ। ଯେମିତି ଆପଣ ଅଫିସିଆଲ ୱେବସାଇଟକୁ ଯିବେ ସବୁଠୁ ସ୍କ୍ରୋଲ ଡାଉନ୍ କରିବେ, ତଳପଟେ ଆପଣଙ୍କୁ ଶୋ କରିବ ଦେଖନ୍ତୁ ରିକ୍ରୁଟମେଣ୍ଟ। ଆପଣ ରିକ୍ରୁଟମେଣ୍ଟ ଉପରେ କ୍ଲିକ୍ କରିବେ। ଯେମିତି ଆପଣ ରିକ୍ରୁଟମେଣ୍ଟ ଉପରେ ଆପଣ କ୍ଲିକ୍ କଲେ ଟିକେ ସ୍କ୍ରୋଲ ଡାଉନ୍ କରିବେ, ଦେଖିପାରିବେ ନୋଟିଫିକେସନ ଆପଣଙ୍କର ଏଇଠି ରହିଛି। ଏଇଟା ଠିକ ଅଛି। ୟା ଉପରେ ଆପଣ କ୍ଲିକ୍ କଲେ ଆପଣଙ୍କର ନୋଟିଫିକେସନଟି ଡାଉନଲୋଡ୍ କରିପାରିବେ। ଠିକ ଅଛି। ତ ସର୍ବମୋଟ ପଦବୀ ସଂଖ୍ୟା ଯେମିତି ମୁଁ ଆପଣଙ୍କୁ ଜଣେଇଲି ଯେ 5,000 ଆପଣଙ୍କର 138 ଗୋଟି ଆପଣଙ୍କର ପଦବୀ ରହିଛି। ଅନଲାଇନ ଆପ୍ଲାଏ ଆସନ୍ତାକାଲି ପାଖରୁ ଆପଣଙ୍କର ଆରମ୍ଭ ହବ। ଲାଷ୍ଟ ଡେଟ୍ ଆପଣଙ୍କ ପାଇଁ 24 ଫେବୃଆରୀ ଆପଣଙ୍କ ରହିଛି ଏବଂ ପରୀକ୍ଷା ମାର୍ଚ୍ଚର ଫାର୍ଷ୍ଟ ୱିକରେ ଆପଣଙ୍କର ହବ। ଦେନ୍ ସେ ମାର୍ଚ୍ଚ ମାସର ହିଁ ପ୍ରାୟତଃ ଆପଣଙ୍କୁ ଜଏନିଂ ମଧ୍ୟ ଆପଣଙ୍କୁ ମିଳିଯିବ। ଏଜ୍ ଲିମିଟ୍ ଯଦି ମୁଁ ଆପଣଙ୍କୁ କହିବି ତ 20ରୁ ଆପଣଙ୍କର 28 ବର୍ଷ ଭିତରେ ଥିଲେ ଆପଣ ଆପ୍ଲାଏ କରିପାରିବେ 1 ଜାନୁଆରୀ 2026 ସୁଦ୍ଧା। ଯଦି 20ରୁ ଆପଣଙ୍କର 28 ବର୍ଷ ଭିତରେ ଅଛି ଆପଣ ଆପ୍ଲାଏ କରିପାରିବେ। କିନ୍ତୁ ଏସଟି ଏସସି ମାନଙ୍କର 5 ବର୍ଷ ବଢିଯିବ, ତ 20ରୁ 33 ବର୍ଷ ଭିତରେ ଥିଲେ ଆପ୍ଲାଏ କରିପାରିବେ। ଓବିସି ମାନଙ୍କର 3 ବର୍ଷ ବଢିବ, 20ରୁ 31 ବର୍ଷ ଭିତରେ ଥିଲେ ଆପଣ ଆପ୍ଲାଏ କରିପାରିବେ। ଏଜ୍ ଲିମିଟ୍ ସମ୍ପର୍କରେ ଆପଣ ଜାଣିଲେ। ଏବେ ଦେଖନ୍ତୁ ଆପଣଙ୍କର ନେକ୍ସଟ ଏଜୁକେଶନାଲ କ୍ୱାଲିଫିକେସନ। ଯଦି ଆପଣ କେବଳ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି କୌଣସି ବି ଷ୍ଟ୍ରିମର ଆପଣଙ୍କର କିମ୍ବା ବିଟେକ୍ କରିଥିଲେ ବି ଆପଣଙ୍କର ଚଳିବ ଏବଂ ଆପଣଙ୍କୁ ଏଇ ଯୋଉ ଗୋଟେ ୱେବସାଇଟ ଅଛି ନ୍ୟାସନାଲ ଆପ୍ରେଣ୍ଟିସସିପ୍ ଟ୍ରେନିଂ ସ୍କିମ୍, ଏଇ ସ୍କିମ୍ ମାଧ୍ୟମରେ ଆପଣଙ୍କୁ ଯେମିତି ମାନେ ଆପ୍ଲାଏ କରିବା ପାଇଁ ଆପଣଙ୍କର ପଡିବ। ଠିକ ଅଛି। ଦେଖନ୍ତୁ ଏଥିରେ କ୍ଲିୟରଲି ମେନସନ କରାହେଇଛି ଏହା ଗୋଟିଏ ଟ୍ରେନିଂ ପ୍ରୋଗ୍ରାମ ଆପଣଙ୍କର ଅଟେ ଯୋଉଥିରେ ଗୋଟେ ବର୍ଷ ଆପଣଙ୍କୁ ଟ୍ରେନିଂ ଆପଣଙ୍କୁ ମିଳିବ ଏବଂ ଟ୍ରେନିଂରେ ଆପଣଙ୍କୁ କେତେ ସାଲାରୀ ମିଳିବ ତାହା ମଧ୍ୟ ମୁଁ ଆପଣଙ୍କୁ ଜଣାଇଲି। ଦେଖିଦିଅନ୍ତୁ ସବୁ ରାଜ୍ୟ ପାଇଁ ମଧ୍ୟ ଭେକେନ୍ସି ଅଲଗା ଅଲଗା ଆପଣଙ୍କ ରହିଛି। ମୁଁ ଆପଣଙ୍କୁ ଓଡ଼ିଶା ପାଇଁ ଆପଣଙ୍କୁ ଦେଖେଇ ଦଉଛି। ଦେଖନ୍ତୁ ଓଡ଼ିଶା ପାଇଁ ଆପଣଙ୍କୁ ଦେଖନ୍ତୁ ଏଇଟା ବାଲେଶ୍ୱର ଜୋନ୍ ପାଇଁ ଦେଖିଦିଅନ୍ତୁ, ବ୍ରହ୍ମପୁର ଜୋନ୍ ପାଇଁ, ଭୁବନେଶ୍ୱର ଜୋନ୍ ପାଇଁ, କଟକ ଜୋନ୍ ପାଇଁ, ସମ୍ବଲପୁର ଜୋନ୍ ପାଇଁ ସର୍ବମୋଟ ପଦବୀ ବି ଆପଣ ଦେଖିଦିଅନ୍ତୁ। ହେଲା, ଦେଖିଦେଲେ ଆପଣ ଯୋଉ ଜୋନ୍ ପାଇଁ ଚାହିଁବେ ସେଇ ଜୋନ୍ ପାଇଁ ଆପ୍ଲାଏ କରିପାରିବେ। ମାନେ ରାଜ୍ୟକୁ ଆପଣଙ୍କୁ ଚୁଜ୍ କରିବା ପାଇଁ ପଡିବ। ଜାଣିଗଲେ ଠିକ ଅଛି। ଏବେ ଦେଖନ୍ତୁ ଏଥିରେ ଆପଣଙ୍କର ଷ୍ଟାଇପେଣ୍ଡ ଦରମା ତ କହିବା ଠିକ ହବନି, ଷ୍ଟାଇପେଣ୍ଡ ଆପଣଙ୍କୁ କେତେ ମିଳିବ ତାହା ମଧ୍ୟ ମୁଁ ଆପଣଙ୍କର ଜଣେଇଲି। ଠିକ ଅଛି। ଆଚ୍ଛା, এই কোর্স বা এଥିରେ ଆପଣଙ୍କର ଚାକିରି କଲା ପରେ ବେନିଫିଟ ଆପଣଙ୍କର କଣ ମିଳିବ ନା ଗୋଟେ ଆପଣଙ୍କୁ ସାର୍ଟିଫିକେଟ ମିଳିବ, ଆପଣଙ୍କୁ ଅଭିଜ୍ଞତା ଆପଣଙ୍କର ମିଳିବ ଏବଂ ଆଗାମୀ ଦିନରେ ହୁଏତ ଆଗାମୀ ଦିନରେ ଆପଣମାନେ ଆଗ୍ରହ ବି ପରିପ୍ରକାଶ କରିପାରନ୍ତି
बैंक मानकर चाकरी करिबारे ठीक अछि तो आपण गोटे बैंक रो माहौल रे चाकरी करि परिबे आ ठीक अछि ए जे एम्प्लॉई तो कहा जीवनी आपण अप्रेंटिसशिप आपणकर करिवे ठीक अछि नेक्स्ट तो यार ऑनलाइन अप्लाई आपण केमिति करिवे ए वेबसाइट रे आपण करिवे किंतु ता पूर्वरु आगो आपणकर बीएफ एसआई ट्रिपल एस एसएससी ए वेबसाइट रे आपणको आगो अप्रेंटिसशिप पई आपणकर आगो रजिस्ट्रेशन करिया पई पड़िबो ते रजिस्ट्रेशन कला परे आपण मानकु गोटे एनएटीएस एनरोलमेंट नंबर मिलिबो ताकू नै कि आपण माने ए वेबसाइट रे ही आपण अप्लाई करिवे आ लिंक आपणकर आसंता काली एक्टिवेट हे जिवो अप्लाई कला बेले कोन कोन सब दरकार आधार कार्ड आपनको दरकार हबो ईमेल आईडी मोबाइल नंबर पासपोर्ट साइज फोटोग्राफ 10th +2 +3 रो सर्टिफिकेट मार्कशीट आपणकर कास्ट सर्टिफिकेट आ पान कार्ड नंबर आपणकर दरकार हबो ठीक अछि सिलेक्शन आपणकर अच्छा एप्लीकेशन फी देखंतु केते पड़िबो जनरल ओबीसी किबा ईडब्ल्यूएस पुओ माननको आपणकर सर्वमोट 800 टंका आपणकर पड़ि जिवो सॉरी एटे 944 टंका जनरल ओबीसी ईडब्ल्यूएस झियो माननको 708 टंका पड़िबो एसटी एससी दिव्यांग मेल किबा फीमेल माननको 236 टंका आपणकर पड़िबो बहुत अधिक टंका टिके हे गला कम हेतिला आउरी भलो बनता सिलेक्शन केमिति का हबो ना ऑनलाइन गोटे आपणको रिटन टेस्ट हबो जाकी मार्च फर्स्ट वीक रे हबो देखंतु 100 टा क्वेश्चन 100 मार्क गोटे घंटा आपणकर परीक्षा इंग्रजी पड़िबो 25 टा क्वेश्चन 25 मार्क रीजनिंग आपणकर 25 टा क्वेश्चन 25 मार्क जीके सॉरी कंप्यूटर 25 टा क्वेश्चन 25 मार्क आउ जनरल और फाइनेंशियल अवेयरनेस 25 टा क्वेश्चन 25 मार्क एथिरे आपण क्वालिफाई हैला परे डॉक्यूमेंट वेरिफिकेशन हबो तापर लोकल लैंग्वेज आपण को टेस्ट हबो लोकल लैंग्वेज कहले जे धरा जो ओडिसा पई ओडिया आपण को आसुथिबा दरकार एतकी आपण को जिंस आ अधिक आपणकर किछि भी दरकार नै एतकी कर देले आपणकर गला ठीक अछि टेस्ट ऑफ लोकल लैंग्वेज देखि दियंत ते लोकल लैंग्वेज भी लिखा हिची तनु करी होय तो आपण मानकर नीड न थाई पारे किंतु एमिति भी सांग आपणकर थिबे जो मानकर होय तो देखंतु गुटे वर्ष भितरे आपण को इनकम केते हि जिवो यदि ऑन एंड एवरेज जदि 12,000 लेखाय भी आपण मास को पाइले 12 * 12 आपण कर दियंतु गुटे वर्ष हले भी एतकी इनकम हो तनु करी जदि आपण को नीड अछि देन करंतु जदि नीड नाही देन करंतु नाही किछि असुविधा नाही थैंक यू जय जगन्नाथ धन्यवाद।